ସଦାପ୍ରଭୁଙ୍କର ମହାନ ନାମର ଗୌରବ ପ୍ରଶଂସା ହଉ। ପ୍ରଭୁ ଆଜି ଏ ସୁନ୍ଦର ସମୟ ଦେଇଥିବାରୁ ମୁଁ ମୋର ସମସ୍ତ ଦର୍ଶକ ବୃନ୍ଦଙ୍କୁ ଖ୍ରୀଷ୍ଟୀୟ ନମସ୍କାର। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଜି ଦେଖିବାକୁ ପାଇପାରିବା ପବିତ୍ର ବାଇବେଲ, ଏହି ପବିତ୍ର ବାକ୍ୟକୁ ଆମେ କୋଉ ଭଳି କେମିତି ଅଧ୍ୟୟନ କରୁ। ସତରେ ଆଜି ଆମମାନଙ୍କ ପାଖରେ ବାକ୍ୟ ତ ଅଛି, କିନ୍ତୁ ଆମେ ବାକ୍ୟକୁ ସଠିକ ଭାବରେ ୟୁଜ୍ କରିପାରୁନୁ, ଯାହା ଦ୍ୱାରା ଆମେ ଅନ୍ଧକାରରେ ବାସ କରୁଛୁ, ଅନ୍ଧକାରରେ ଯାତ୍ରା କରୁଛୁ। ତେଣୁ ଆମେ ଆଜିର ଏହି ପ୍ରଭୁ ଆଶୀର୍ବାଦ କରିଛନ୍ତି, ତେଣୁକରି ପ୍ରଭୁଙ୍କର ମହାନ ନାମର ଗୌରବ ହଉ। ପବିତ୍ର ବାଇବେଲ ଅଧ୍ୟୟନ ସମୟରେ ଆମମାନଙ୍କ ପ୍ରାର୍ଥନା କରିବା ଆମମାନଙ୍କର ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାର୍ଥନା କରିବା ନିତାନ୍ତ ଆବଶ୍ୟକ ଅଟେ। ଯେତେବେଳେ ଆମେ ପ୍ରାର୍ଥନା କରୁ, ପବିତ୍ର ଆତ୍ମା ଆମମାନଙ୍କ ଅନ୍ତରରେ ପ୍ରଭୁଙ୍କର ଏହି ବାକ୍ୟ ବୁଝିବା ପାଇଁ ସାହାଯ୍ୟ କରିଥାଏ। ପବିତ୍ର ଆତ୍ମା ଈଶ୍ୱରଙ୍କର ସତ୍ୟ ବାକ୍ୟକୁ ଆମମାନଙ୍କ ନିକଟରେ ପ୍ରକାଶ କରିଥାଏ। ଏଥିପାଇଁ ସର୍ବଦା ବାଇବେଲର ସତ୍ୟ ଏବଂ ଜୀବନ୍ତ ବାକ୍ୟକୁ ବୁଝିବା ପାଇଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ନିତାନ୍ତ ଦରକାର। ପ୍ରଭୁ, ମୋର ହୃଦୟକୁ ଖୋଲା କର ତୁମର ଏହି ବାକ୍ୟ ପଢିବା। ପ୍ରଭୁ, ତୁମ ବାକ୍ୟରେ ମୋତେ ମାର୍ଗ ଦର୍ଶନ କର। ପ୍ରଭୁ, ତୁମରି ଶିକ୍ଷା ମୋ ଜୀବନରେ ପ୍ରୟୋଗ କରିବାରେ ସାହାଯ୍ୟ କର। ପିତା, ତୁମର ସତ୍ୟକୁ ମୋ ଜୀବନରେ ପ୍ରୟୋଗ କରିବାରେ ସାହାଯ୍ୟ କର। ପିତା, ତୁମର ସତ୍ୟକୁ ପ୍ରକାଶ। ପ୍ରଭୁ, ମୋତେ ଏକ ନମ୍ର ହୃଦୟ ଦିଅ, ଯେପରି ମୁଁ ତୁମରି ବାକ୍ୟକୁ ଅନୁକରଣ କରିପାରିବି। ସତରେ ଆଜି ଆମେ ଏହି ବାଇବେଲର ସାରାଂଶକୁ ଯେପରି ଆମେ ଭଲ ଭାବେ ବୁଝିପାରିବା, ପଢିପାରିବା, ତ ଆମମାନେ ପଢିବା ପୂର୍ବରୁ ଆମେ ପ୍ରାର୍ଥନା କରିବା ଦ୍ୱାରା ଯେପରି ପବିତ୍ର ଆତ୍ମା ଆମମାନଙ୍କ ଅନ୍ତରରେ କଥା କହନ୍ତି ଏବଂ ଆମମାନଙ୍କର ଅନ୍ତର ମନକୁ ପବିତ୍ର ଆତ୍ମା ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥାନ୍ତି, ଯଦ୍ୱାରା ଆମେ ବାକ୍ୟକୁ ସଠିକ ଭାବରେ ବୁଝିଥାଇପାରୁ।